ଆଜି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ ମାର୍ଚ୍ଚ 11ରେ ବାହାଘର। ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି। ମାର୍ଚ୍ଚ 6 ନିର୍ବନ୍ଧ, 11ରେ ବାହାଘର। ଆଲୋଚନା ଯେତିକି ଚର୍ଚ୍ଚା ତାଠାରୁ ବି ଅଧିକ। ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି। ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବେ ଅଭିନେତା ଅନୁଭବ ମହାନ୍ତି। ବାହା ହେବେ ଅଲିଉଡ୍ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି। ଖୁବ୍ ଶୀଘ୍ର ହାତକୁ 2 ହାତ ହେବେ। ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ। ନିକଟରେ ମାହାଙ୍ଗାର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ବିବାହ ଏବଂ ବିଜେଡି ନେତା ମନ୍ନଥ ରାଉତରାୟଙ୍କ ବିବାହ ଚର୍ଚ୍ଚାରେ ପାଲଟିଥିଲା ଏବଂ ଆଉ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ବିବାହ ହେଉଥିବା ନେଇ ଚର୍ଚ୍ଚା ହେଉଛି, ଆଉ ସେ ହେଉଛନ୍ତି ଅନୁଭବ ମହାନ୍ତି। ତେବେ କାହାକୁ ବିବାହ କରିବାକୁ ଯାଉଛନ୍ତି? ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହେବା ପରେ କାହାକୁ ଜୀବନସାଥୀ କରିବାକୁ ଯାଉଛନ୍ତି ସେ? ଆଜି ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ସେତିକିରେ ଅଟକିନି, ବରଂ ମାର୍ଚ୍ଚ 11 ତାରିଖରେ ସେ ବିବାହ କରିବାକୁ ଯାଉଥିବା ମଧ୍ୟ କୁହାଯାଉଛି। ଦୀର୍ଘ ଦିନ ଧରି ଯେଉଁ ନାଁ ଚର୍ଚ୍ଚାରେ ରହିଛି ତାକୁ ହିଁ ବିବାହ କରିବେ। ସେ ହେଉଛନ୍ତି ଜାଗୃତି ଶୁକ୍ଲା। ହାତକୁ 2 ହାତ ହେବାକୁ ଯାଉଛନ୍ତି ଅନୁଭବ। ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି। ଜାଗୃତିଙ୍କୁ ପଚରା ଯାଇଥିଲା ଯେ ଅନୁଭବଙ୍କ ଫ୍ୟାନ୍ସମାନେ ଜାଗୃତିଙ୍କୁ ଭାଉଜ ବୋଲି ସୋସିଆଲ ମିଡ଼ିଆରେ ଡାକୁଛନ୍ତି। ଏହି ଭାଉଜ ଡାକ ଶୁଣି ଜାଗୃତି ରାଗୁଛନ୍ତି ନା ଭାଉଜ ଡାକ ବାସ୍ତବ ରୂପ ନେବ? ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଥିଲେ ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏଭଳି ଉତ୍ତର ଉଭୟଙ୍କ ବିବାହ ଚର୍ଚ୍ଚାକୁ ଅଧିକ ଶକ୍ତି ଯୋଗାଇ ଦିଆଯାଇଛି ବୋଲି ଆଲୋଚନା କରାଯାଉଛି।